ଗାଟୁରେ ଅନେକ ଘାସ ହେଇଯାଉଥିଲା। ତେଣୁ ଆମେ ଦୁଇ ଜଣ ମିଶି ଘାସ କାଢିବା କାମ ଆରମ୍ଭ କଲୁ। ନମସ୍କାର ସାଙ୍ଗମାନେ, ମୁଁ ଆପଣମାନଙ୍କ ବନ୍ଧୁ ବିଶ୍ୱ ଆଉ ଗୋଟେ ନ୍ୟୁ ବ୍ଲଗରେ ଆପଣମାନଙ୍କୁ ସ୍ୱାଗତ କରୁଛି। ଆଜିର ଦିନଟି ଆମ ପାଇଁ ବହୁତ ସୁନ୍ଦର ଥିଲା। ସକାଳୁ ସକାଳୁ ମୁଁ ଆଉ ଟୁନା ସହ ଗାଟୁରେ ଘାସ କାଢିବା ପାଇଁ ଗଲୁ। ସକାଳର ଶାନ୍ତ ପରିବେଶ, ଥଣ୍ଡା ପବନ ଓ ଗାଁର ପ୍ରକୃତି ଓ ମନକୁ ବହୁତ ଖୁସି କରିଦେଇଥିଲା। ହାତରେ ଯନ୍ତ୍ର ନେଇ ଧୀରେ ଧୀରେ ଘାସ ସଫା କରୁଥିଲୁ। କାମ ଟିକେ କଷ୍ଟ ଥିଲା, କିନ୍ତୁ ଟୁନା ସହ ଥିବାରୁ କାମ କରିବାରେ ଆହୁରି ମଜା ଲାଗୁଥିଲା। କାମ କରୁଥିବା ସମୟରେ ଆମେ ଅନେକ କଥା ହେଲୁ, ହସିଲୁ ଆଉ ଗାଁ ଜୀବନରେ ଏହି ସୁନ୍ଦର ମୁହୂର୍ତ୍ତକୁ ଉପଭୋଗ କଲୁ। ମାଟିର ଗନ୍ଧ, ଚାରିଆଡେ ସବୁଜ ପରିବେଶ ଓ ଖୋଲା ପବନକୁ ମନକୁ ଏକ ଅଲଗା ଶାନ୍ତି ଦେଉଥିଲା। ନିଜ ହାତରେ କାମ କରିବାରେ ଆନନ୍ଦ ଅଲଗା ହୋଇଥାଏ। ଘାସ କାଢିବା ପରେ ଘାଟୁଟି ଆହୁରି ସୁନ୍ଦର ଦେଖାଗଲା ଓ ଆମକୁ ବହୁତ ଭଲ ଲାଗିଲା। ଟୁନା ସହ ଆଜିର ଏହି ସମୟ ମୋ ପାଇଁ ଏକ ଭଲ ସ୍ମୃତି ହୋଇ ରହିବ। ସାଙ୍ଗ ଓ ପରିବାର ସହ ମିଶି କରାଯାଇଥିବା କାମରେ ଅଲଗା ଖୁସି ଥାଏ। ଏହି ଗାଁ ଜୀବନରେ ସରଳତା ଓ ପରିଶ୍ରମ ନେଇ ଆମକୁ ଅନେକ କିଛି ଶିଖାଏ। ଆଜିର ଏହି ଭିଡିଓରେ ଆମେ ଦେଖେଇଛୁ କିପରି ଗାଟୁରେ ଘାସ କାଢିଲୁ ଓ ଗାଁ ଜୀବନରେ ଏକ ସୁନ୍ଦର ଦିନ କାଟିଲୁ। ଆପଣମାନେ ମଧ୍ୟ ଏହି ଭିଡିଓକୁ ଭଲ ପାଇବେ। ଭିଡିଓକୁ ଭଲ ଲାଗିଲେ ଲାଇକ୍ ସେୟାର କରନ୍ତୁ ଏବଂ ସାଙ୍କେତ ଜୋନକୁ ସବସ୍କ୍ରାଇବ କରି ଆମ ସହ ଯୋଡ଼ି ରୁହନ୍ତୁ।